বন্দে পুরুষোত্তমম। পরম প্রেমময় শ্রী শ্রী ଠାକୁରଙ୍କ ଶ୍ରୀଚରଣରେ ମୋର ଭୂମିଷ୍ଠ ପ୍ରଣାମ। ପରମ ରାଧା ପରମାରାଧ୍ୟା ଜଗଜ୍ଜନନୀ ଶ୍ରୀ ଶ୍ରୀ ବଡ଼ମା ଓ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡ଼ଦା ଓ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟ ଦେବଙ୍କ ଶ୍ରୀଚରଣରେ ମୋର ଭୂମିଷ୍ଠ ପ୍ରଣାମ। ଉପସ୍ଥିତ ଯେଉଁମାନେ ମୋର କଥାଗୁଡ଼ିକ ଶୁଣୁଛନ୍ତି, ଭିଡ଼ିଓଟିକି ଦେଖୁଛନ୍ତି, ସମସ୍ତଙ୍କୁ ମୋର ଆନ୍ତରିକ ଆନନ୍ଦିତ ଜୟଗୁରୁ। ଆଶା କରେ ସମସ୍ତେ ଭଲରେ ଅଛନ୍ତି ଏବଂ ଭଲରେ ରହିବେ, ଏହା ହିଁ ପରମ ପିତାଙ୍କ ଶ୍ରୀଚରଣରେ ମୋର ପ୍ରାର୍ଥନା। ଆଜି ପ୍ରସଙ୍ଗ ସତ୍ୟାନୁଷ୍ଠାନରୁ ଗୋଟିଏ ବାଣୀ ପାଠ କରିବାକୁ ଯାଉଛି। ସେ ବାଣୀଟି ହେଉଛି କ'ଣ, କେଉଁ ବିଷୟରେ, ସେଇ କଥାଟି ଟିକେ ମୁଁ ଆଲୋକପାତ କରୁଛି, ତାପରେ ବାଣୀଟି ପାଠ କରିବି। ଏଇ ବାଣୀଟି ସମ୍ପୂର୍ଣ୍ଣ କ୍ରୋଧ ଉପରେ। କ୍ରୋଧକୁ କିପରି ବ୍ୟବହାର କରିବା, ଆମ୍ଭେମାନେ କ'ଣ କରୁଛୁ? ସତ୍ୟନଗରରେ ପ୍ରତିଦିନ ଇଷ୍ଟବୃତ୍ତି କରିବା ପୂର୍ବରୁ କହିଥାଉଛୁ, ମୁଁ ଅକ୍ରୋଧୀ, ମୁଁ ଅମାନି, ମୁଁ ନିରଳସ, କାମ ଲୋଭ ଜିତବଶୀ, ମୁଁ ଇଷ୍ଟପ୍ରାଣ, ସେବାପଟୁ, ଅସ୍ତି ବୃଦ୍ଧି, ଯାଜନ ଜୈତ୍ର, ପରମାନନ୍ଦ, ଉଦ୍ଦୀପ୍ତ, ଶକ୍ତି ସମୃଦ୍ଧ, ତୁମରି ସନ୍ତାନ, ପ୍ରେମ ପୁଷ୍ଟ, ଚିରଚେତନ, ଅଜର ଅମର, ମୋତେ ଗ୍ରହଣ କର, ମୋର ପ୍ରଣାମ ନିଅ। ଏଇ କଥାଗୁଡ଼ିକ କହୁଛି କ'ଣ ପାଇଁ? ନିଜର ବୃତ୍ତି ପ୍ରବୃତ୍ତି ଗୁଡ଼ିକୁ ନିୟନ୍ତ୍ରିତ କରିବା ପାଇଁ, ସଠିକ୍ ଭାବରେ ପରିଚାଳନା କରିବା ପାଇଁ, ଉପଯୋଗ କରିବା ପାଇଁ। ହେଲେ ଆଜିର ବାଣୀଟି ହେଉଛି ଏଠି ଯେ ଯଦି କେହି ମୋର ଶ୍ରେଷ୍ଠ ପ୍ରେଷ୍ଠ, ମୋର ଇଷ୍ଟ, ଯାହାକୁ ମୁଁ ଭଲ ପାଏ ହୃଦୟ ଦେଇକି, ତାଙ୍କ ପ୍ରତି ଯଦି ଅମର୍ଯ୍ୟାଦାକର କିଛି କହନ୍ତି, କି ଅପମାନଜନକ କିଛି କହନ୍ତି, ତାଙ୍କୁ ଯଦି କିଏ ଛୋଟ କରିବାକୁ ଚାହାନ୍ତି, ହେଲେ ମୋର କ'ଣ କରିବା ଉଚିତ, ସେତେବେଳେ ମୁଁ କ'ଣ କରିବି, ସେଇ ବିଷୟରେ ଆଜି এই ବାଣୀରେ ଅଛି। ଆହୁରି ଅଛି, ଯଦି ମୁଁ କାହା ଉପରେ କ୍ରୋଧିତ ହୁଏ, ହେଲେ ଆମେ ତାଙ୍କ ସହିତ କିଭଳିଆ ବ୍ୟବହାର କରିବୁ, ସେଇ କଥା ଶ୍ରୀ ଠାକୁର ତାଙ୍କ ଶ୍ରୀହସ୍ତରେ ସତ୍ୟାନୁଷ୍ଠାନରେ ଲିପିବଦ୍ଧ କରିକି ଯାଇଛନ୍ତି। ସେଇ ବାଣୀଟି ଆଜି ପାଠ କରିବି ଏବଂ ଶ୍ରୀ ଶ୍ରୀ ବଡ଼ଦା ତା ଉପରେ କ'ଣ ଆଲୋଚନା କରିଛନ୍ତି ତାହା ଆପଣଙ୍କ ସାମ୍ନାରେ ତୋଳିଦେବି। ଆସନ୍ତୁ, ଅଧିକ ସମୟ ନ ନେଇ ବାଣୀରେ ଆଗକୁ ବଢ଼ିବା। ବାଣୀଟି ହେଉଛି, ଯାହା ଉପରେ ତୁମେ କ୍ରୁଦ୍ଧ ହୋଇଛ, ଯାହା ଉପରେ କ୍ରୁଦ୍ଧ ହୋଇଛ, ପ୍ରଥମେ ତାଙ୍କୁ ଆଲିଙ୍ଗନ କର, ନିଜ ଘରେ ଭୋଜନ ପାଇଁ ନିମନ୍ତ୍ରଣ କର, ଡାଲା ପଠାଅ ଏବଂ ହୃଦୟ ଖୋଲି ବାକ୍ୟାଳାପ ନ କରିବା ପର୍ଯ୍ୟନ୍ତ ଅନୁତାପର ସହିତ ତାଙ୍କର ମଙ୍ଗଳ ପାଇଁ ପରମ ପିତାଙ୍କ ନିକଟରେ ପ୍ରାର୍ଥନା କର। କାହିଁକି ନା ବିଦ୍ୱେଷ ଆସିଲେ ହିଁ କ୍ରମେ ତୁମେ ସଂକୀର୍ଣ୍ଣ ହୋଇପଡ଼ିବ, ଆଉ ସଂକୀର୍ଣ୍ଣତା ହିଁ ପାପ। ଶ୍ରୀ ଶ୍ରୀ ଠାକୁର ମୋର ଏଇ ସତ୍ୟାନୁଷ୍ଠାନରେ ଆହୁରି ଗୋଟିଏ ଜାଗାରେ କହିଛନ୍ତି, କ୍ରୋଧକୁ ପାପ ବୋଲି ଜାଣିବୁ। କାହିଁକି? ଏଠି କହିଛନ୍ତି ସଂକୀର୍ଣ୍ଣତା ହିଁ ପାପ, ବିସ୍ତାର ହିଁ ପ୍ରେମ। ସଂକୀର୍ଣ୍ଣତା ଆସିଲେ ହିଁ ଆମ ଭିତରେ ପାପ ଆସିବ। ଶ୍ରୀ ଶ୍ରୀ ପୁତ୍ରୀଦେବ ଆଲୋଚନା ଆରମ୍ଭ କଲେ। ଅର୍ଚ୍ଚନା ଦେବୀଙ୍କୁ ଆଲୋଚନା କରିବା ପାଇଁ କହିଲେ, ଯିଏକି ଶ୍ରଦ୍ଧ ଅମୂଲ୍ୟ ରତନ ଦାଙ୍କର ଝିଅ। ସେ କହିଲେ ଯେ ଆମେ କାହା ସାଙ୍ଗରେ ଝଗଡ଼ା କଲେ, ମନୋମାଳିନ୍ୟତା ଘଟିଲେ, ତାଙ୍କୁ ପ୍ରଥମେ ଆଲିଙ୍ଗନ କରିବି, କହିବି, ଭାଇ ମୋର ହିଁ ଦୋଷ, ଭୁଲ ହେଇଗଲା, କ୍ଷମା କର, ଏହା ବୋଲିକି ଆମେ ତାଙ୍କୁ ଆଲିଙ୍ଗନ କରିବୁ, ଜାବୁଡ଼ି ଧରିବୁ। ଶ୍ରୀ ଶ୍ରୀ ପିତୃଦେବ କହୁଛନ୍ତି, ଜାବୁଡ଼ି ଧରିବା ଆଲିଙ୍ଗନ କରି ହୁଏ, କିନ୍ତୁ ମନର ଆଲିଙ୍ଗନ ହେବା ଅତି ଆବଶ୍ୟକ। ତାଙ୍କ ଉପରେ ଯଦି ମୁଁ ପ୍ରୀତ ହେଲି, କ୍ରୋଧ ଭାବ ମୋର ଉଭେଇଯିବ, ସେତେବେଳେ ମନର ଆଲିଙ୍ଗନ ହେବ। ଆଉ ଡାଲା ପଠାଇବା ଅର୍ଥ କ'ଣ? ଅର୍ଚ୍ଚନା ଦେବୀ କହୁଛନ୍ତି, ମିଠା ପଠାଇବା। ଶ୍ରୀ ଶ୍ରୀ ପିତୃଦେବ କହିଲେ, ଚାଉଳ, ଡାଲି, ପନିପରିବା, ଯାହା ସବୁ ଠାରୁ ଭଲ, ତାଙ୍କର ପସନ୍ଦର ଜିନିଷ ସାଧ୍ୟ ମତରେ ପଠେଇବା ବା ପଠେଇଦେବି। ଅର୍ଚ୍ଚନା ତା ପଚାରିଲେ, ତାପରେ କ'ଣ ଅଛି? ହୃଦୟ ଖୋଲି ବାକ୍ୟାଳାପ ନ କରିବା ପର୍ଯ୍ୟନ୍ତ ଅନୁତାପର ସହିତ ପରମ ପିତାଙ୍କ ନିକଟରେ ତାଙ୍କର ପ୍ରାର୍ଥନା କର, ତାଙ୍କ ପାଇଁ ପ୍ରାର୍ଥନା କର। ପ୍ରାର୍ଥନା କରିବୁ କାହିଁକି? ଶ୍ରୀ ଶ୍ରୀ ପିତୃଦେବ କହିଲେ, ତାର ଯେପରି
ତାକୁ ଯେପରି ଶାନ୍ତି ମିଳେ, ମଙ୍ଗଳ ହୁଏ, ସେଥିପାଇଁ ଶ୍ରୀ ଶ୍ରୀ ପିତୃଦେବ କହୁଛନ୍ତି ତାଙ୍କର ଶାନ୍ତି ମଙ୍ଗଳର ପାଇ କାହିଁକି ପ୍ରାର୍ଥନା କରିବୁ, କାହିଁକି କରିବାକୁ ହୁଏ। ଶ୍ରୀ ଶ୍ରୀ ପିତୃଦେବ ଅର୍ଚ୍ଚନା କରନ୍ତି କାହିଁକି ନା ତାପରେ ମୋର ବିଦ୍ୱେଷ ଆସିଲେ ହିଁ କ୍ରମେ ମୁଁ ସଂକୀର୍ଣ୍ଣ ହୋଇପଡ଼ିବି। ଶ୍ରୀ ଶ୍ରୀ ପିତୃଦେବ କହୁଛନ୍ତି ସଂକୀର୍ଣ୍ଣ ହେବା ଅର୍ଥ ମନଟା ଛୋଟ ହେବା। ଅର୍ଚ୍ଚନା କହିଲେ ଶ୍ରୀ ଶ୍ରୀ ମନ ଛୋଟ ହେଲା କି ନାହିଁ କିପରି ବୁଝିବୁ। ଅର୍ଚ୍ଚନାକୁ ନିର୍ବାକ ରହିବାକୁ ଦେଖି ସେ ନିଜେ ହିଁ କହିଲେ ଅପରର ସହିତ ଦୁର୍ବ୍ୟବହାରର ଚିନ୍ତା, ଅପରର ଅମଙ୍ଗଳ ଚିନ୍ତା ନିଜ ମଧ୍ୟରେ ସେଗୁଡ଼ିକ ଜମା ହେଇଯାଏ। ଯେମିତି ମନେକର କାହାକୁ ଗୋଟେ ଦିନ ମୁଁ ଗୁଡ଼ର ଗୋଟିଏ ପଟାଲି ଗୁଡ଼ ଦେଲି, ଆଜି ଟିକେ ମନମାଳିନ୍ୟ ହେଲା, ତାଙ୍କୁ ମୁଁ କହିଲି ମୋର ଗୁଡ଼ ଦେଇଦେ, ଫେରାଇ ଦେ। ସେ ଗୁଡ଼ କେବେ ଦେଇଛନ୍ତି, କେବେ ଖାଇକି ସରାଇ ଦେଇଛନ୍ତି, ଏଇ ଯେଉଁ ଭାବନାଟା ଆସୁଛି ଆମ ଭିତରେ, ଏଇଟା ହିଁ ହେଉଛି ସଂକୀର୍ଣ୍ଣତା। ଏଥିରେ କ'ଣ ହୁଏ ନା ଆମର ସଂକୀର୍ଣ୍ଣତା ଆସେ, ଆଉ ସଂକୀର୍ଣ୍ଣତା ହିଁ ପାପ। ଶ୍ରୀ ଶ୍ରୀ ପିତୃଦେବ କହୁଛନ୍ତି ହଁ ଠିକ୍, ତାହେଲେ ପୁଣ୍ୟ କ'ଣ? ପୁଣ୍ୟ କ'ଣ ନା ପ୍ରସାରଣ ହିଁ ପୁଣ୍ୟ, ଆଉ ବିସ୍ତାର ହିଁ ପୁଣ୍ୟ। ପ୍ରସାରଣ ଯାହାକୁ ଆମେ ଚତୁର୍ଦିକେ ଆମେ ବିସ୍ତାରିତ ହେଇପାରୁଛୁ। ବିସ୍ତାରିତ କେତେବେଳେ ହେଇପାରୁଛୁ? ଯେତେବେଳେ ମୋ ଭିତରେ କୌଣସି ପ୍ରକାର କପଟତା ନଥାଏ, ଅମଙ୍ଗଳକାରୀ କଥା ଚିନ୍ତା ନଥାଏ, ବିଦ୍ୱେଷ ନଥାଏ, ଉଦାରତା ଆସେ, ସେତେବେଳେ ବି ଆମେ ପ୍ରସାରଣ ହେଇପାରୁ। ଆମର ପ୍ରସାରଣ ହୁଏ, ବିସ୍ତାର ହୁଏ, ଆଉ ତାହା ହିଁ ପୁଣ୍ୟ। ମଣିଷ ସଂକୀର୍ଣ୍ଣ ହୋଇ ନିଜର ଲୋକଙ୍କୁ ପର କରିଦିଅନ୍ତି, ଆଉ ବିସ୍ତୃତି ଅପରଙ୍କୁ ଆପଣାର କରିଦିଅନ୍ତି। ପରମେଶ୍ୱର କହିଲେ କ୍ରୋଧ କ'ଣ ଶତ୍ରୁ? ଶ୍ରୀ ଶ୍ରୀ ପିତୃଦେବ କହୁଛନ୍ତି ବିସ୍ତାର ନେଇକିରି କଥା, ବିସ୍ତାର ହେବାରେ ଏଇ କାମ, କ୍ରୋଧ, ଲୋଭ, ମୋହ, ମଦମାଶ୍ଚର୍ଯ୍ୟ ବ୍ୟାଘାତ ଘଟାଏ। ତେଣୁ ଏଗୁଡ଼ିକୁ ରିପୁ ବୋଲି କହନ୍ତି। ରିପୁ ଅର୍ଥ ଶତ୍ରୁ। ପରମେଶ୍ୱର କ୍ରୋଧର ପ୍ରୟୋଜନ ଅଛି କି ନାହିଁ? ନିଶ୍ଚୟ ଅଛି। ପରମ ପିତାଙ୍କର ସୃଷ୍ଟି ସବୁ ଜିନିଷର ୟୁଟିଲିଟି ଅଛି, ଅର୍ଥାତ୍ ଉପଯୋଗିତା ଅଛି। ତେବେ ବ୍ୟବହାର କରିବାଟା ଜାଣିବା ଦରକାର। ମନ ପରିଷ୍କାର ରହିବା ଦରକାର, ସଫାସୁତୁରା ରହିବା ଦରକାର। ବାମାକ୍ଷେପା ଶ୍ମଶାନରେ ରହୁଥିଲେ। ଅନେକ ଲୋକ ତାଙ୍କ ପାଖରେ ଆସୁଥିଲେ ସାଧନ ଭୋଜନ ଶିଖିବା ପାଇଁ। ବାମାକ୍ଷେପା ଅନେକ କ୍ଷେତ୍ରରେ ଚିତାରୁ ଜ୍ୱଳନ୍ତ ଅଗ୍ନି କାଠ ଧରି ସେମାନଙ୍କୁ ତଡ଼ି ଯାଉଥିଲେ, ଆଉ କହୁଥିଲେ ବିରକ୍ତ କରିବାକୁ ଆସିଛ ଶଳା। ଏମିତି କଥା ଶୁଣି ଅନେକ ଭୟଭୀତ ହୋଇ ପଳେଇ ଯାଉଥିଲେ। କାଠିଆ ବାବାଜୀଙ୍କ ଆଶ୍ରମରେ ଗୋଟିଏ ଛୋଟ ପିଲା, ଶିଶୁଟିଏ ଡାଳିମ୍ବ ପତ୍ର ତୋଳିବାକୁ ଆସିଲେ। ଡାଳିମ୍ବ ପତ୍ର ତୋଳୁଥିଲା, ସେ କାଠିଆ ବାବାଜୀ ତାଙ୍କ ସହିତ ଅଧଘଣ୍ଟା ଧରିକି ଝଗଡ଼ା କଲେ। ଯେତେବେଳେ ପିଲାଟି ପଳେଇଗଲା, ସେତେବେଳେ ଉପସ୍ଥିତ ଯେଉଁ ଶିଷ୍ୟମାନେ ଥିଲେ ସେମାନଙ୍କ ସାଙ୍ଗରେ କହୁଛନ୍ତି ସିଏ ମୋ ସାଙ୍ଗରେ ଝଗଡ଼ା କରି ପାରିଲା ନାହିଁ। ପିତୃଦେବ କହୁଛନ୍ତି ଏମିତି ପ୍ରକାରର ଲୋକମାନଙ୍କର ଅନ୍ୟ ଉପରେ ରାଗିବାଟା ଗୋଟିଏ, ଏଇ ତାଙ୍କେ ଯେଉଁ ରାଗିଲେ, ଏଇ ରାଗ କରିବାର କୌଣସି ପ୍ରକାର ବିକୃତି ଭାବଟା ଏଇ ବାମାକ୍ଷେପା କିମ୍ବା କାଠିଆ ବାବାଜୀଙ୍କ ମନ ଭିତରେ କିନ୍ତୁ ରହୁନାହିଁ। କିନ୍ତୁ ଆମ ଭଳିଆ ଲୋକମାନେ ଯଦି ଆମେ କାହା ଉପରେ ରାଗ କରୁଛୁ, ହେଲେ ତାର ଗୋଟେ ଛାପ ଆମ ମସ୍ତିଷ୍କରେ ରହିଯାଉଛି, ମନରେ ରହିଯାଉଛି, ଆଉ ତାହାର କ୍ରିୟା ଆମ ଭିତରେ ବିସ୍ତାର ଲାଭ କରୁଛି, ଆଉ ସେଇଟା ହିଁ ଆମ୍ଭମାନଙ୍କ ପାଇଁ କ୍ଷତିକର। କିନ୍ତୁ ସେମାନଙ୍କ ପାଇଁ ଏଇଟା କୌଣସି ପ୍ରକାର କ୍ଷତି କରିନି। କାହିଁକି? ସେମାନେ କ'ଣ ପାଇଁ କରିଛନ୍ତି ସେଇଟା ସେମାନଙ୍କ ମନ ଉପରେ ପ୍ରତିକ୍ରିୟା ସୃଷ୍ଟି କରେନି, ବିକୃତି ସୃଷ୍ଟି କରନ୍ତି ନାହିଁ। ତେଣୁ ଆମ୍ଭମାନଙ୍କ ପାଇଁ ଟିକେ ସେମାନେ ହେଉଛନ୍ତି ଉଚ୍ଚ ସ୍ତରର ଲୋକ, ସାଧକ, ଭକ୍ତ। ସେମାନେ ବହୁତ ଆଗରେ ପହଞ୍ଚି ଯାଇଛନ୍ତି, କିନ୍ତୁ ସାଧାରଣ ମଣିଷ ପାଇଁ ଏହା ସମ୍ଭବ ନୁହଁ। କାରଣ ଆମ ପ୍ରତି କିଏ କଟାକ୍ଷ କଲେ ମଧ୍ୟ ଆମ ମନ ଭିତରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି ହେଉଛି, ସେଇ ଜ୍ୱାଳାରେ, ସେଇ ଯନ୍ତ୍ରଣାରେ ଆମେ ଛଟପଟ ହେଇଥାଉଛୁ, ତାଙ୍କୁ ଯେତେ ସମୟ ନ କହିପାରୁଛୁ। ଏଇଟା ହିଁ ଆମମାନଙ୍କ ମନ ଉପରେ ଛାପ ପକାଇ ଦେଉଛି।
ଶ୍ରୀ ଶ୍ରୀ ପିତୃଦେବ ପୁଣି କହୁଛନ୍ତି କ୍ରୋଧର ଆମମାନଙ୍କର ବିଦ୍ୟମାନତାକୁ ନାଶ କରିଦିଏ। ତେଣୁ ଠାକୁର ଅକ୍ରୋଧୀ ହେବା ପାଇଁ କହିଛନ୍ତି। ପରମେଶ୍ୱର କହୁଛନ୍ତି ମୋ ସମ୍ବନ୍ଧରେ କେହି ଖରାପ କଥା କହିଲେ ମୁଁ ସହ୍ୟ କରିନେଲି, କିନ୍ତୁ ଯଦି ଅଜିତ ତାଙ୍କର ସମ୍ବନ୍ଧରେ ମୋ ନିକଟରେ କେହି ଖରାପ କଥା କହିଲା ସେତେବେଳେ କ'ଣ ଅକ୍ରୋଧୀ ହେବାକୁ ହବନି? ଅକ୍ରୋଧୀ ହେବାକୁ ହବ। ଶ୍ରୀ ଶ୍ରୀ ପିତୃଦେବ କହୁଛନ୍ତି ଏ ପ୍ରସଙ୍ଗରେ ଠାକୁରଙ୍କର କ'ଣ କହିବା ଅଛି? ଠାକୁର କ'ଣ କହିଛନ୍ତି? ଠାକୁର କହିଛନ୍ତି ତୁମର ଶ୍ରେୟ ବା ପ୍ରେୟଙ୍କର ଅମର୍ଯ୍ୟାଦାକର ବିଷୟରେ ତୁମେ ଯଦି ପ୍ରଚଣ୍ଡ ତତ୍ପରତାର ସହିତ ଅମର୍ଯ୍ୟାଦାକାରୀଙ୍କୁ ଦଳନ ଦୀର୍ଣ୍ଣ କରି ନ ତୋଳି ପାରିଲ ତୁମର ଶ୍ରେୟ ପ୍ରେୟ ଆନତି କ୍ଲିପ୍ତ ଅଟେହି। এই কথাটি জীবন দীপ্তি বহিরে অছি। শ্রী ঠাকুর নিজে କହିଛନ୍ତି অর্থাৎ আমার ইষ্ট শ্রেষ্ঠ প্রেষ্ঠ যাহাକୁ ନେଇକି ମୁଁ ଚାଲୁଛି, ଯିଏ ମୋର ଗୁରୁ ମଧ୍ୟ ଯଦି ତାଙ୍କ ପ୍ରତି ଅପ୍ରୀତିକର ଅମର୍ଯ୍ୟାଦାକର କିଛି କହନ୍ତି ହେଲେ ମୁଁ ଯଦି ସେଇଠି ତାଙ୍କୁ ଦଳନ କରିବା ପାଇଁ ଅବଦଳିତ କରିବା ପାଇଁ ତତ୍ପରତାର ସହିତ ଆଗେଇ ନ ଯାଉଛି ହେଲେ ମୋର ପ୍ରେମ ତାଙ୍କ ପ୍ରତି ଆନତି ଅର୍ଥାତ୍ ଭକ୍ତି ଶ୍ରଦ୍ଧା ଏଇଟା କ୍ଲିବ, ଏହା ନିଶ୍ଚିତ। କ୍ଲିବ ଅର୍ଥାତ୍ ଚେୟାର ଟେବୁଲ ଇତ୍ୟାଦି ଯେଉଁମାନଙ୍କର ଜୀବନ ନାହିଁ ନିଷ୍ପ୍ରାଣ, ତ ଆମେ ମଧ୍ୟ ସେମିତି ବୁଝିବାକୁ ପଡ଼ିବ ନୁହେଁ କି? ତ ଆମମାନଙ୍କୁ ସେଇ ପ୍ରେମ ଭକ୍ତି ଶ୍ରଦ୍ଧା ରଖିକି ତାହାର ଅବଦମନ କରିବାକୁ ପଡ଼ିବ। ଏହି ବିଷୟରେ ଆଉ ଗୋଟେ ଭିଡ଼ିଓ ମୁଁ ତିଆରି କରିଥିଲି, କିପରି ଅବଦଳନ କରିବାକୁ ପଡ଼ିବ। ଶ୍ରୀ ଶ୍ରୀ ପିତୃଦେବ କହିଛନ୍ତି ଯେ ପ୍ରଥମେ ସଫ୍ଟଲି ତାଙ୍କୁ ସହିତ ଆଳାପ କରିବାକୁ ପଡ଼ିବ, ତାଙ୍କୁ ଧରିବା ପାଇଁ ଜାଳ ବୁଲିବାକୁ ପଡ଼ିବ ଏବଂ ଯେତେବେଳେ ସେ ହାତରେ ଆସିଯିବ ସେତେବେଳେ ଭଲ କିନା ବୁଝେଇ ଦେବାକୁ ପଡ଼ିବ ଯେ ସେ କ'ଣ କରୁଥିଲା ଆଉ କାହା ବିଷୟରେ କ'ଣ କହୁଥିଲା, କିଏ ସିଏ, ତାର ଏତେ ସ୍ପର୍ଦ୍ଧା ହେବାଟା ଅନୁଚିତ ଥିଲା, ଏଇଟା ତାଙ୍କୁ ମର୍ମେ ମର୍ମେ ବୁଝେଇ ଦେବାକୁ ପଡ଼ିବ। ପୁଣି ଶ୍ରୀ ଶ୍ରୀ ପିତୃଦେବ ଆଉ ଗୋଟେ ଗଳ୍ପର ଅବତାରଣା କଲେ। ସେ କହିଲେ ଶ୍ରୀରାମକୃଷ୍ଣ ଦେବଙ୍କର ଗପରେ ଅଛି ଥରେ ନାରଦ ଗୋଟେ ସାପକୁ ଦୀକ୍ଷା ଦେଇଥିଲେ, କ୍ରୋଧ କରିବାକୁ ମନା କରିଦେଇଥିଲେ। ସାପଟି ସେତେବେଳଠୁ ଅନ୍ୟ ଉପରେ କ୍ରୋଧ କରିବା ବନ୍ଦ କରିଦେଲେ। ତାପରେ କ'ଣ ହେଲା, ପିଲା ଛୁଆ ଯିଏ ଯେମିତି ପାରିଲା ତାଙ୍କ ଉପରେ ଇଟା ପଥର ଏମିତି ଛୋଡ଼ିବାକୁ ଲାଗିଲେ। ତାଙ୍କର ଅବସ୍ଥା ସଙ୍ଗୀନ ହୋଇପଡ଼ିଲା। ଗାତରୁ ବାହାରକୁ ଆସିପାରନ୍ତି ନାହିଁ। ଦିନେ ଦିନେ ସେ କ୍ଷୀଣ ହୋଇପଡ଼ିଲେ, ଅସୁସ୍ଥ ହୋଇପଡ଼ିଲେ। ଦିନେ ନାରଦ ସେହି ବାଟ ଦେଇକି ଯାଉଥିଲେ, ଗଲାବେଳକୁ ସେ ସାପଟିକୁ ଖୋଜିବାକୁ ଆରମ୍ଭ କଲେ। ଖୋଜି ଖୋଜି ଦେଖିଲେ ସେ କ୍ଷୀଣ ଅବସ୍ଥାରେ ପଡ଼ିକି ଅଛି। ସେତେବେଳେ ତାଙ୍କୁ କହିଲେ ତମର ଏହିପରି ଅବସ୍ଥା ହେଲା କିପରି? ସେ କହିଲେ ଆପଣ ମୋତେ କ୍ରୋଧ କରିବାକୁ ମନା କରିଥିଲେ, ନିଷେଧ କରିଥିଲେ, ତେଣୁ ଏ ପିଲା ଛୁଆମାନେ ମୋର ଏହି ପରିସ୍ଥିତି କରିଦେଇଛନ୍ତି। ସେତେବେଳେ ନାରଦ କହିଲେ ତୁମକୁ ରାଗିବାକୁ ମନା କରିଥିଲି, କିନ୍ତୁ ଫୋର୍ସ କରିବାକୁ କ'ଣ ମନା କରିଥିଲି? ଅର୍ଥାତ୍ ଫୋର୍ସ କରିବାଟା ହେଉଛି ଡରାଇବା, ସେଟା ରାଗିବା ନୁହେଁ, ନିଜକୁ ରକ୍ଷା କରିବା ପାଇଁ। ପୁଣି ଆଚାର୍ଯ୍ୟଦେବ କହୁଛନ୍ତି ଯେ ମନେକର ତୁମ ସାମ୍ନାରେ ଗୋଟିଏ ଷଣ୍ଢ ତୁମକୁ ତୋଡ଼ି ଆସୁଛି ମାରିବା ପାଇଁ, ତମେ ଯଦି ତା ହାତରୁ ନିଜକୁ ରକ୍ଷା କରିବା ପାଇଁ ବାଡ଼ି ଗୋଟେ ନ ଧରିବ, ତାକୁ ଯଦି ନ ତୋଡ଼ିବ ହେଲେ ତୁମର ଜୀବନ ପ୍ରାଣ ସଙ୍କଟରେ ଆସିଯିବ। ହେଲେ ତୁମକୁ ନିଜକୁ ରକ୍ଷା କରିବାକୁ ପଡ଼ିବ। ଆଉ କ୍ରୋଧ କିନ୍ତୁ ଏଇ ରକ୍ଷା କରିବା ପାଇଁ ଯେଉଁ କ୍ରୋଧଟା ଏଇଟା ବିକାର ଶୂନ୍ୟ ହେବା ଦରକାର, ଅର୍ଥାତ୍ କୌଣସି ବିକୃତି ଯେପରି ତୁମ ମନ ଭିତରେ ନ ଆସେ। ଠିକ୍ ଅଛି? ତ ଏହିସବୁ କ୍ଷେତ୍ରରେ କ୍ରୋଧ କରିବା ଆବଶ୍ୟକ ଅଛି। କିପରି ଭାବରେ? ସମ୍ପୂର୍ଣ୍ଣ ବିକାର ଶୂନ୍ୟ ହେଇ। ଭବାନୀ ଦାସ ଆଲୋଚନା କରିବାକୁ ଆଦେଶ ପାଇ ସେ କହିଲେ ଶ୍ରୀ ଠାକୁର ଏଠି କହୁଛନ୍ତି ଯାହା ଉପରେ ତୁମେ କ୍ରୋଧିତ ହୋଇଛ, ଯାହାର ବ୍ୟବହାରରେ ତୁମେ ଅସନ୍ତୁଷ୍ଟ ହୋଇଛ, ତାଙ୍କ ସହିତ ହୃଦୟ ବିନିମୟ କର। ତାହା କିପରି ଭାବରେ କରାଯିବ ତାହା ଠାକୁର କହୁଛନ୍ତି ନିଜ ଘରେ ତାଙ୍କୁ ନିମନ୍ତ୍ରଣ କରି ଖୁଆଇବା, ତାଙ୍କୁ ଭଲ ପାଇ ବା ତାଙ୍କର ଯେଉଁ ଭଲ ପାଇବା ଜିନିଷ ସେଗୁଡ଼ିକ ତାଙ୍କୁ ପଠାଇବା,
ଯେମିତି ବନ୍ଧୁତ୍ୱ ଥିଲା ସେମିତି ଭାବରେ ତାଙ୍କ ସହିତ କଥା ହେବା। ଏହିପରି ଭାବରେ ଯେତେ ସମୟ ପର୍ଯ୍ୟନ୍ତ ଯେତେ ଦିନ ପର୍ଯ୍ୟନ୍ତ ପରମ ପିତାଙ୍କ ପାଖରେ ଏହିପରି ଭାବରେ ଯେତେ ସମୟ ପର୍ଯ୍ୟନ୍ତ ହୃଦୟ ଖୋଲିକି ବାକ୍ୟାଲାପ ନ ହେଇପାରୁଛି ସେତେ ସମୟ ପର୍ଯ୍ୟନ୍ତ ଭଗବାନଙ୍କ ନିକଟରେ ପରମ ପିତାଙ୍କ ନିକଟରେ ତାଙ୍କର ମଙ୍ଗଳ ପାଇଁ ପ୍ରାର୍ଥନା କରିବାକୁ ପଡ଼ିବ। ଶ୍ରୀ ପିତୃଦେବ କହିଲେ ଯେତେ ଦିନ ଅର୍ଥାତ୍ ବହୁତ ଦିନ ଦୀର୍ଘ ଦିନ ହେଇଯାଉଛି, ଯେତେ କ୍ଷଣ ହେଲେ ଠିକ୍ ହୁଏ, ଯେତେ କମ୍ ସମୟରେ ହେବ ସେତେ ଭଲ। ମନ ଖୋଲି କଥା କହିବାକୁ ହେବ। ନିଜ ଘରେ ଖାଇବାର ବ୍ୟବସ୍ଥା ନହେଲେ ତାଙ୍କୁ ଡାଲା ପଠାଇବାକୁ ପଡ଼ିବ, ଅର୍ଥାତ୍ ଯାହା ତାଙ୍କର ପସନ୍ଦ ସେସବୁ ଜିନିଷ। ଆଉ ଏଇଟା ନ ହେବା ପର୍ଯ୍ୟନ୍ତ ଯେତେ ଶୀଘ୍ର ହେଇପାରିବ ସେତେବେଳେ, ତେଣୁ ଯେତେ କ୍ଷଣ ନ ହେଉଛି ସେତେ କ୍ଷଣ ଲାଗି ରହିବାର ଅଛି, ତ୍ୱରିତ ବେଗରେ ହେବାର ଅଛି। ଭଗବାନ ଆଜ୍ଞା ମୋର ଥରେ ଏମିତି ହେଇଥିଲା, ଠାକୁରଙ୍କ ସମ୍ମୁଖରେ ଛିଡ଼ା ହେଇଥିଲି, ଅଜିତ ଦା ଗୋଟିଏ ବ୍ୟାପାରରେ ଭୁଲ ଇନଫର୍ମେସନ୍ ପାଇ ମୋତେ ଏମିତି ଛାଡ଼ିଲେ ମୋ ଆଖିରୁ ପାଣି ବାହାରିଗଲା। ମୋର ଯେଉଁ ଭୁଲ ହେଇଛି ଯିଏ ଭୁଲ କରିଛି ସେ ସେଇଠି ସମ୍ମୁଖରେ ଥିଲା, ସେ ମଧ୍ୟ ସ୍ୱୀକାର କଲେ ନାହିଁ। ପରେ ତା ପରଦିନ ଅଜିତ ଦା ମୋତେ ନିମନ୍ତ୍ରଣ କରି ତାଙ୍କ ଘରେ ଖୁଆଇଲେ। ହଁ ସେଇ ପ୍ରକାର ଏମିତି ଭାବରେ ଆମ୍ଭମାନଙ୍କୁ କ୍ରୋଧକୁ ନିୟନ୍ତ୍ରଣ କରିବାକୁ ପଡ଼ିବ। ହେଲେ ଆମେ ଏଠୁ କ'ଣ ଜାଣିଲେ ଯେ କ୍ରୋଧ ଶ୍ରେଷ୍ଠ କିମ୍ବା ପୃଷ୍ଠ ଉପରେ ଯଦି କିଏ ଅପମାନଜନକ କିଛି କହନ୍ତି ହେଲେ ସେତେବେଳେ ଆମ୍ଭମାନଙ୍କୁ ଦୃଢ଼ତାର ସହିତ ବିନମ୍ରତାର ସହିତ ତାଙ୍କ ସହିତ ଆଳାପ କରି ତାଙ୍କୁ ଅବଦଳିତ କରିବାକୁ ପଡ଼ିବ, ଦମନ କରିବାକୁ ପଡ଼ିବ। ନହେଲେ ମୁଁ କ୍ଳୀବ, ମୁଁ ଦୁର୍ବଳ। ଠିକ୍ ଅଛି। ଆଉ କ୍ରୋଧକୁ କିପରି ଭାବରେ ବ୍ୟବହାର କରିବୁ ସେହି ବିଷୟରେ ଏଠି ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ହେଇଛି। ମୁଁ ଆଉ ଅଧିକ କିଛି ନିଜର ବୁଦ୍ଧି ଲଗାଉନି, ଯାହା ପରମ ପିତାଙ୍କର ଇଚ୍ଛା ତାହା ହିଁ ଆପଣମାନଙ୍କ ସମ୍ମୁଖରେ ପରିବେଷିତ ହେଇଛି। ପରମ ପିତା ହିଁ ଜାଣନ୍ତି ଆପଣମାନଙ୍କୁ କିପରି ଲାଗିଛି। ଯଦି ଭଲ ଲାଗିଛି ପରମ ପିତାଙ୍କ ଦୟାରେ ଆପଣମାନେ ନିଶ୍ଚିତ ଭାବରେ ଲାଇକ୍, କମେଣ୍ଟ ଓ ସବସ୍କ୍ରାଇବ୍ କରି ଯୋଡ଼ି ରହିବେ, ଏହା ହିଁ ମୋର ଆଶା। ଠିକ୍ ଅଛି, ଆଜି ପାଇଁ ଏତିକି ବିଦାୟ ନେଉଛି। ଜୟ ଗୁରୁ, ବନ୍ଦେ ପୁରୁଷୋତ୍ତମ।